ବନ୍ଧୁଗଣ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁଗଣ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ଭ୍ୟାକେନ୍ସିର ବିଜ୍ଞପ୍ତି କିମ୍ବା ସୂଚନା ପ୍ରଥମେ ପାଇବା ପାଇଁ। ବନ୍ଧୁଗଣ ଆପଣଙ୍କ ସମର୍ଥନରେ ହିଁ ମୋତେ ଏମିତି ଆଗକୁ ଭିଡ଼ିଓ ବନେଇବାର ପ୍ରେରଣା ମିଳିବ। ବନ୍ଧୁଗଣ ଆଜି ମୁଁ ଆପଣଙ୍କ ଏହି ଭିଡ଼ିଓରେ ନବରଙ୍ଗପୁର ଜିଲ୍ଲା ତରଫରୁ ପିଏମ୍ ଶ୍ରୀ ସ୍କୁଲ ତରଫରୁ ଗୋଟିଏ ସ୍କୁଲର ଭ୍ୟାକେନ୍ସି ବିଷୟରେ କହିବି, ଆଉ ଦୁଇଟି କଲେଜର ପିଜିଟି ଭ୍ୟାକେନ୍ସି ବିଷୟରେ କହିବି। ପ୍ରଥମେ ଚାଲନ୍ତୁ ଆପଣଙ୍କର ସ୍କୁଲ ପିଏମ୍ ଶ୍ରୀ ସ୍କୁଲର କ'ଣ ରହିଛି ଭ୍ୟାକେନ୍ସି ଦେଖିବେ, ତାପରେ ଆପଣଙ୍କର ଦୁଇଟି ପିଜିଟି ଭ୍ୟାକେନ୍ସି ବିଷୟରେ ଦେଖିବା। ଏଇଠି ଦେଖିପାରୁଥିବେ ପ୍ରଥମ ଆପଣଙ୍କର ପିଏମ୍ ଶ୍ରୀ ରହିଲା। ଏଇଠି ଦେଖିପାରୁଥିବେ ପ୍ରଥମ ଭ୍ୟାକେନ୍ସିଟା ପ୍ରଥମ ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ କାଠିଗୁଡ଼ା କାଠିଗୁଡ଼ା ନବରଙ୍ଗପୁର ଓଡ଼ିଶା ତରଫରୁ ଆସିଛି। 1/9/2025 ରହିଛି। ଏଇଠି ଦେଖିପାରୁଥିବେ ୱାକ୍ ଇନ୍ ଇଣ୍ଟରଭ୍ୟୁ। ବନ୍ଧୁଗଣ ଏଇଠି ଦେଖିପାରୁଥିବେ କେଉଁ ଦିନ ରହିଛି ଇଣ୍ଟରଭ୍ୟୁ। ଏଇଠି ଦେଖିପାରୁଥିବେ 13/9/2025 11ଟା AM ରେ ଆପଣଙ୍କୁ ପହଞ୍ଚିବାକୁ ପଡ଼ିବ। ଏହି ଆଡ୍ରେସରେ ଯେଉଁ ରହିଲା ଆପଣଙ୍କର ଏହି କଲେଜ ଆଡ୍ରେସରେ ଆପଣଙ୍କୁ ଶିକ୍ଷାଗତ ଯୋଗ୍ୟତା ଅଛି, ତାହେଲେ ଆପଣଙ୍କୁ ଏହି ଆଡ୍ରେସରେ ପହଞ୍ଚିବାକୁ ପଡ଼ିବ। ଚାଲନ୍ତୁ ଦେଖିବା କ'ଣ କ'ଣ ରହିଛି। ଏଇଠି ଦେଖିପାରୁଥିବେ ପଦବୀ। ଏଇଠି ପ୍ରଥମ ପଦବୀଟି ରହିଛି ଆପଣଙ୍କର ସ୍ପୋର୍ଟସ୍ ଟିଚର କୋଚ୍। ଦୁଇଟି ଦରକାର ହେବ। ଆପଣଙ୍କର ରହିଛି ବାସ୍କେଟବଲ୍ ଆଣ୍ଡ ହ୍ୟାଣ୍ଡବଲ୍। ବାସ୍କେଟବଲ୍ ଆଣ୍ଡ ହ୍ୟାଣ୍ଡବଲ୍। ଏଇଠି ଦେଖିପାରୁଥିବେ କ'ଣ ଶିକ୍ଷାଗତ ଯୋଗ୍ୟତା ମାଗିଛି। ବ୍ୟାଚଲର ଡିଗ୍ରୀ ଇନ୍ ଫିଜିକାଲ ଏଜୁକେସନ୍ କିମ୍ବା ନହେଲେ ଆପଣ ଇନଷ୍ଟିଚ୍ୟୁଟ୍ ତରଫରୁ କରିଥିବେ, ରିକଗ୍ନାଇଜ୍ ଇକ୍ୱିଭାଲେଣ୍ଟ ହେଇଥିବ, ତାହେଲେ ଆପଣ ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ ମାସକୁ ଆପଣଙ୍କୁ 20,000 ଟଙ୍କା ଦରମା ମିଳିବ। ଏଇଟା ରହିଲା ଆପଣଙ୍କର ଏନଗେଜମେଣ୍ଟଟା ରହିଛି 5 ମାସ ପାଇଁ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ 16 ଦିନରେ ଆପଣଙ୍କର 16 ଦିନ A1 ମନ୍ଥ, ମାନେ ଆପଣଙ୍କର ଗୋଟିଏ ସେସନ୍ ରହିବ। ଆଉ ପର ସେସନ୍ ପିଛା ଆପଣଙ୍କୁ 1250 ଟଙ୍କା ଆପଣଙ୍କୁ ମିଳିବ। ତାପରେ ଏଇଠି ଦେଖିପାରୁଥିବେ 16 ଦିନ ରହିବ ଗୋଟେ ମାସରେ। ଏଇଠି ଦେଖିପାରୁଥିବେ ତାପରେ ରହିଛି ଆପଣଙ୍କର ମ୍ୟୁଜିକ୍ ଟିଚର, ମ୍ୟୁଜିକ୍ ଏକ୍ସପର୍ଟର ଗୋଟିଏ ପଦବୀ ରହିଛି। ଏଇଠି ଦେଖିପାରୁଥିବେ ଶିକ୍ଷାଗତ ଯୋଗ୍ୟତା ସ୍କିଲ୍ଡ ଇନ୍ ଇନଷ୍ଟ୍ରୁମେଣ୍ଟ ଲାଇକ୍ ଗିଟାର, ଏସବୁ ରହିଛି ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା। ଡିପ୍ଲୋମା ସାର୍ଟିଫିକେଟ୍ କିମ୍ବା ଡିଗ୍ରୀ ସାର୍ଟିଫିକେଟ୍ ରହିଛି, ଆଉ ଆପଣଙ୍କର ଅନୁଭବ ଅଛି, ତାହେଲେ ତ ଆପଣ ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ ମାସକୁ ଆପଣଙ୍କୁ 25,000ର ଦରମା ମିଳିବ। ଆଉ ଆପଣଙ୍କ 6 ଡେ ରହିବ ପର ୱିକ୍ରେ। ଆଉ ଏଇଠି ଦେଖିପାରୁଥିବେ ଏଇଟା 8 ମାସ ପାଇଁ ରହିବ ପଦବୀଟା। ଆଉ ଏଇଠି ଦେଖିପାରୁଥିବେ ଡ୍ୟାନ୍ସ ଏକ୍ସପର୍ଟ ପାଇଁ ରହିଛି ଗୋଟିଏ ପଦବୀ। ଏଇଠି ଦେଖିପାରୁଥିବେ ସେ ଡିଗ୍ରୀ କିମ୍ବା ସେ ଡିପ୍ଲୋମା କରିଛନ୍ତି ଯଦି, ଆଉ ଆପଣଙ୍କର ଅନୁଭବ ଅଛି, ତାହେଲେ ତ ଆପଣ ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ ଆପଣଙ୍କୁ ମାସକୁ ଆପଣଙ୍କୁ 25,000 ଟଙ୍କା ଦରମା ମିଳିବ। ଆଉ ଚାଲନ୍ତୁ ତାର ଦେଖିବା। ଏଇଠି 6 ଡେ ପର ୱିକ୍ରେ ରହିବ। ଆଉ ଏଇଠି ଦେଖିପାରୁଥିବେ ଅଟଲ ଟିଙ୍କରିଂର ରହିଛି ଲାବୋରେଟରୀର ଗୋଟିଏ ଭ୍ୟାକେନ୍ସି। ଏଇଠି ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ରହିଛି। ତାପରେ ଏଇଠି ଆପଣଙ୍କର ପର ୱିକ୍ରେ 2500 ଟଙ୍କା ଆପଣଙ୍କୁ ଦରମା ମିଳିବ। ଆଉ ଚାଲନ୍ତୁ ଦେଖିବା ପଞ୍ଚମରେ କ'ଣ ରହିଛି। ଏଇଠି ଦେଖିପାରୁଥିବେ ରିସୋର୍ସ ପର୍ସନ୍ ଫର୍ ଇଣ୍ଡିଆନ୍ ନଲେଜ ସିଷ୍ଟମ୍। ଏଇଠି ଦେଖିପାରୁଥିବେ ଏଇଟା ରହିଛି, ଏଇଟାର ଶିକ୍ଷାଗତ ଯୋଗ୍ୟତା। ଏଇଠି ଦେଖିପାରୁଥିବେ 12,000 ଟଙ୍କା ମାସକୁ ଆପଣଙ୍କୁ ଦରମା ମିଳିବ। ଚାଲନ୍ତୁ ଦେଖିବା କଲେଜର କ'ଣ ଭ୍ୟାକେନ୍ସି ରହିଛି। ଚାଲନ୍ତୁ ଏଇଟା ରହିଛି ବନ୍ଧୁଗଣ 13/9/2025ର ଆପଣଙ୍କର ଇଣ୍ଟରଭ୍ୟୁ ଡେଟ୍ଟା। ଆପଣ ଯଦି ଏହି ଶିକ୍ଷାଗତ ଯୋଗ୍ୟତା ଅଛି, ଆପଣ ଏଇଠି ଆବେଦନ କରିପାରିବେ। PDFଟା କେଉଁଠି ପାଇବେ ଆପଣଙ୍କୁ ମୁଁ ଭିଡ଼ିଓ ଶେଷରେ କହିବି। ଆଉ ବନ୍ଧୁଗଣ ଚାଲନ୍ତୁ କଲେଜରେ କ'ଣ ଭ୍ୟାକେନ୍ସି ଅଛି ଦେଖିବା। ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଦ୍ୱିତୀୟରେ କଲେଜଟି ରହିଛି ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ କଣ୍ଟାମାଳ। ଆର୍ଟ ରହିଲା କଣ୍ଟାମାଳ। ପୋଷ୍ଟ ଅଫିସ ରହିଲା ମାନିଙ୍ଗା। ଏଇଠି ଦେଖିପାରୁଥିବେ ବ୍ଲକ ରହିଛି ପାପାଦାହାଣ୍ଡି। ଏଇଠି ଦେଖିପାରୁଥିବେ ଜିଲ୍ଲା ରହିଛି ନବରଙ୍ଗପୁର। ପିନ୍ ରହିଛି ଏଇଟା। ତାପରେ ଏଇଠି ଦେଖିପାରୁଥିବେ ଇମେଲ ଆଇଡି ରହିଛି, ଯୋଗାଯୋଗ କରିପାରିବେ। 25/8/2025ରେ ରହିଛି। 2025-26 ସେସନ୍ ପାଇଁ ଆପଣଙ୍କୁ ହାୟରିଂ କରାଯାଉଛି। ଆଉ ବନ୍ଧୁଗଣ ଚାଲନ୍ତୁ ଦେଖିବା। ଏଇଠି ଦେଖିପାରୁଥିବେ କ'ଣ ରହିଛି ପଦବୀ। ଚାଲନ୍ତୁ ମୁଁ କହିଦେଉଛି ଆପଣଙ୍କ। ଏଇଠି ଦେଖିପାରୁଥିବେ ଆର୍ଟ ଷ୍ଟ୍ରିମ୍ ପାଇଁ ଆପଣଙ୍କୁ ରହିଛି ଇଂଲିଶ, ଓଡ଼ିଆ, PGT ପୋଷ୍ଟ ରହିଛି ବନ୍ଧୁଗଣ। ତାର ରହିଛି ପଲିଟିକାଲ ସାଇନ୍ସ, ହିଷ୍ଟ୍ରି, ଇକୋନୋମିକ୍ସ, ଓଡ଼ିଆ। ଆଉ ତାପରେ ଦେଖିପାରୁଥିବେ ଏଇଠି ଫିଜିକ୍ସ, ତାର କେମିଷ୍ଟ୍ରି, PGT ମ୍ୟାଥମେଟିକ୍ସ, PGT ବାୟୋଲୋଜି। ଆଉ କେଉଁମାନେ ଏହାକୁ ଆବେଦନ କରିପାରିବେ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଏଇଠି ଦେଖିପାରୁଥିବେ ରିଟାୟାର୍ଡ
ଗଭର୍ଣ୍ଣମେଣ୍ଟ ଆଣ୍ଡ ଏଡେଡ୍ କଲେଜ HSS ଟିଚର୍ସ 65 ବର୍ଷରୁ କମ୍ ହୋଇଥିଲେ ଆବେଦନ କରିପାରିବେ। ଆପଣ ଯଦି ଫ୍ରେଶ୍ କ୍ୟାଣ୍ଡିଡେଟ୍ ଅଛନ୍ତି ତାହେଲେ ବି ଆପଣ ଆବେଦନ କରିପାରିବେ। ଆପଣ କୌଣସି ଜାଗାରେ ବି ଚାକିରି କରିନାହାନ୍ତି କିନ୍ତୁ ଆପଣ PG ରହିଛି, ତାର PGରେ ଆପଣ 50% ମାର୍କ ରଖିଛନ୍ତି, ତା ସହିତ ଆପଣ BEd କରିଛନ୍ତି, ତାହେଲେ ଆପଣ ଆବେଦନ କରିପାରିବେ। ଆପଣ ଯଦି BEd ଆପଣ ଯଦି କମ୍ପ୍ୟୁଟର ସାର୍ଟିଫିକେଟ୍ କରିନାହାନ୍ତି ତ ତାହେଲେ ବି ଆପଣ ଆବେଦନ କରିପାରିବେ। ଆପଣଙ୍କର ବେସିକ୍ କମ୍ପ୍ୟୁଟର ନଲେଜ ଥିବାର ଅଛି, ଆଉ ଅନୁଭବ ନାହିଁ ତ ତାହେଲେ ବି ଆପଣ ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ 400 ଟଙ୍କା ପର କ୍ଲାସ୍ ପିଛା ମିଳିବ, 20,000 ଟଙ୍କା ଆପଣ ମାସକୁ କମେଇ ପାରିବେ। ଏଇଠି ଦେଖିପାରୁଥିବେ ଆଉ ଆପଣଙ୍କର ଗୋଟେ କ୍ଲାସ୍ ଆପଣଙ୍କର 45 ମିନିଟ୍ ରହିବ। ଆଉ ବନ୍ଧୁଗଣ ଚାଲନ୍ତୁ କ'ଣ କ'ଣ ଆପଣଙ୍କର ଡକ୍ୟୁମେଣ୍ଟ ରହିବ ଆପଣଙ୍କୁ ଦେଖି ଦେଉଛି। ଏଇଠି ଦେଖିପାରୁଥିବେ ଆପଣଙ୍କର ଏଇ ସବୁ ଡକ୍ୟୁମେଣ୍ଟ ରହିବ, ହାଇସ୍କୁଲ, +2, ଡିଗ୍ରୀ, ମାଷ୍ଟର ଡିଗ୍ରୀ, BEd, ଆଉ ତାପରେ ଆପଣଙ୍କର ରହିଲା ସବୁ ସାର୍ଟିଫିକେଟର ଆପଣଙ୍କର ଜେରକ୍ସ କପି, ଆଉ ଆପଣଙ୍କର 2ଟି ପାସପୋର୍ଟ ସାଇଜ୍ ଫଟୋ, ଆଉ ଆପଣଙ୍କର ରହିଲା ଅରିଜିନାଲ ସାର୍ଟିଫିକେଟ। ଏରା ସବୁ ଆପଣଙ୍କୁ ଅରିଜିନାଲ ସାର୍ଟିଫିକେଟ ଆପଣଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ ସମୟରେ ଦେଖିବାକୁ ପଡ଼ିବ। ଚାଲନ୍ତୁ ଦେଖିବା ଶେଷ ତାରିଖ କେତେବେଳେ ରହିଛି, କେଉଁ ତାରିଖରେ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଶେଷ ତାରିଖ ରହିଛି ବନ୍ଧୁଗଣ 15/9/2025, ଆଉ ଡକ୍ୟୁମେଣ୍ଟ ଭେରିଫିକେସନ୍ ଡେଟ୍ ରହିଛି 17/9/2025। ଆପଣ ଏଇ 15/9/2025 ପୂର୍ବରୁ ଆପଣ ଆବେଦନ କରିପାରିବେ। ବନ୍ଧୁଗଣ ଏହାର ଚୟନ ପ୍ରକ୍ରିୟା ରହିଛି କେବଳ ମାର୍କିଂ ବେସିସ୍ରେ, ଆଉ ମାର୍କ ବେସିସ୍ରେ ଆପଣଙ୍କୁ ଚୟନ କରାଯିବ। ବନ୍ଧୁଗଣ ଏଇଠି ଦେଖିପାରୁଥିବେ ତାଙ୍କର ଇମେଲ୍ ଆଇଡି ରହିଛି, ଆପଣ ଏଇଠି ଯୋଗାଯୋଗ କରିପାରିବେ। କିପରି ଭାବରେ ଆବେଦନ କରିବା ଏଇଠି ସେମାନେ ମେନସନ୍ କରିନାହାନ୍ତି, ସେଥିପାଇଁ ଆପଣ ଏହି ଇମେଲ୍ ଆଇଡ଼ିରେ ଯୋଗାଯୋଗ କରି ଆପଣ ବୁଝିପାରିବେ କିପରି ଭାବରେ ଆବେଦନ କରାଯାଇପାରିବ। ଆପଣ ସେ ସାର୍ଟିଫିକେଟର ଗୋଟେ ବାୟୋଡାଟା ବି ପ୍ରସ୍ତୁତ କରିଦେଇଥିବେ, ମାନେ କେଉଁ କଲେଜରେ କେତେ ସବୁ ଆପଣ କେଉଁ କଲେଜରେ ପଢ଼ିଛନ୍ତି, କେତେ ମାର୍କ ରଖିଛନ୍ତି, ଟୋଟାଲ୍ ମାର୍କ କେତେ ଥିଲା, ଗୋଟେ ବାୟୋଡାଟା ପ୍ରସ୍ତୁତ କରିଦେବେ। ଆଉ ସେ ଜେରକ୍ସ କପି ସହିତ ଆପଣ ଏଇଠି ଯୋଗାଯୋଗ କରିନିଅନ୍ତୁ। ତାପରେ ଆପଣ ଯାଇକି ଯଦି କଲେଜରେ ଭିଜିଟ୍ କରିକି ଆବେଦନ କରିବାର ଥିବ ତାହେଲେ ଆବେଦନ କରିଦେବେ, ନହେଲେ ଯଦି ଇମେଲ୍ ଆଇଡ଼ି ଥ୍ରୁରେ ଆପଣ ଆବେଦନ କରିବାର ଥିବ ଆବେଦନ କରି ନେବେ। ଚାଲନ୍ତୁ ଦେଖିବା ତୃତୀୟରେ କେଉଁ କଲେଜଟି ରହିଛି ଆବେଦନ କରିବ PGD ପୋଷ୍ଟ ପାଇଁ। ଚାଲନ୍ତୁ ଆପଣଙ୍କୁ ଦେଖାଇ ଦେଉଛି, ଚାଲନ୍ତୁ ବନ୍ଧୁଗଣ ଏଇଠି ଦେଖିପାରୁଥିବେ ତୃତୀୟ କଲେଜଟି ରହିଛି ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଫୁପୁଗାମ୍। ଏଇଠି ଦେଖିପାରୁଥିବେ 8 ପୋଷ୍ଟ ଫୁପୁଗାମ୍। ଏଇଠି ବ୍ଲକ ରହିଛି ଝାରିଗାମ୍, ଏଇଠି ରହିଛି ନବରଙ୍ଗପୁର ଜିଲ୍ଲା ତରଫରୁ। ଏଇଠି ତାଙ୍କର ଯୋଗାଯୋଗ କରିବାର ନମ୍ବର ରହିଛି, ଏଇଠି ତାଙ୍କର ଇମେଲ୍ ଆଇଡି ରହିଛି। ଆଉ ବନ୍ଧୁଗଣ ଏଇଠି ଦେଖିପାରୁଥିବେ 25/8/2025ରେ ଏଇ ଭ୍ୟାକେନ୍ସିଟି ବାହାରିଛି PGD ପୋଷ୍ଟ ପାଇଁ ଗେଷ୍ଟ ଫ୍ୟାକଲ୍ଟିର 2025-26 ସେସନ୍ ପାଇଁ। ବନ୍ଧୁଗଣ ଚାଲନ୍ତୁ ଆପଣଙ୍କୁ ମୁଁ ଦେଖାଇ ଦେଉଛି କ'ଣ କ'ଣ ରହିଛି ଭ୍ୟାକେନ୍ସି। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ମୁଁ ଜୁମ୍ କରିଦେଉଛି ଟିକେ। ଏଇଠି ଦେଖିପାରୁଥିବେ PGD ଇଂଲିଶରେ ରହିଛି, PGD ଓଡ଼ିଆ, PGD ହିଷ୍ଟ୍ରି, PGD ପଲିଟିକାଲ ସାଇନ୍ସ, PGD ଇକୋନୋମିକ୍ସ, PGD ସୋସିଓଲୋଜି, PGD ଫିଜିକ୍ସ, PGD କେମିଷ୍ଟ୍ରି, PGD ମ୍ୟାଥମେଟିକ୍ସ, PGD ବୋଟାନି, PGD ଜୁଲୋଜି। ଆଉ ବନ୍ଧୁଗଣ କେଉଁମାନେ ଏହାକୁ ଆବେଦନ କରିପାରିବେ? ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ଆଉ ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ HSS ଟିଚର୍ସ ଲେକ୍ଚର୍ସ 65 ବର୍ଷରୁ କମ୍ ହେଇଥିଲେ ଆପଣ ଆବେଦନ କରିପାରିବେ। ଆପଣ ଆପଣ ଯେଉଁ ରହିଲା ଏଇ ସବଜେକ୍ଟରେ ଯଦି ଆପଣ PG କରିଛନ୍ତି 50% ମାର୍କ ରଖିଛନ୍ତି ତାହେଲେ ଆପଣଙ୍କ ଆବେଦନ କରିପାରିବେ। ଆଉ ବନ୍ଧୁଗଣ ଆପଣଙ୍କର ଅନୁଭବ ନାହିଁ ବୋଲି ତାହେଲେ ବି ଆପଣ ଆବେଦନ କରିପାରିବେ, ଆପଣଙ୍କର ବେସିକ୍ କମ୍ପ୍ୟୁଟର ନଲେଜ ଥିବାର ଅଛି। ଆଉ PGD ସେ କୋର୍ସ କରିଛନ୍ତି ତ ତାହେଲେ ଆପଣଙ୍କୁ ୱେଟେଜ ମିଳିବ। ଆଉ ବନ୍ଧୁଗଣ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖି ଦେଉଛି କେତେ ଦରମା ମିଳିବ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଏଇଟା ଏଇ ଭ୍ୟାକେନ୍ସିଟା ପିଓରଲି 2025-26 ସେସନ୍ ପାଇଁ ଆପଣଙ୍କୁ ପାଇଁ ରହିବ। ଆଉ ଏଇଠି ଦେଖିପାରୁଥିବେ 400 ଟଙ୍କା ପର କ୍ଲାସ୍ ପିଛା ମିଳିବ, 45 ମିନିଟ୍ର ଗୋଟେ କ୍ଲାସ୍ର ଡ୍ୟୁରେସନ୍ ରହିବ। ଆଉ 50ଟା କ୍ଲାସ୍ ଆପଣ ମାସକୁ କରିକି 20,000 ଟଙ୍କା ଦରମା କମେଇ ପାରିବେ ମାସକୁ। ବନ୍ଧୁଗଣ ଆପଣ ଯଦି ଜବ୍ର ପ୍ରିପାରେସନ୍ କରୁଛନ୍ତି ତାହେଲେ ବି ଆପଣ ଆବେଦନ କରିପାରିବେ। ଏଇଠି ବନ୍ଧୁଗଣ ଦେଖିବେ କ'ଣ କ'ଣ ସବୁ ଡକ୍ୟୁମେଣ୍ଟ ଦରକାର ହେବ। ବନ୍ଧୁଗଣ ଏଇ ସିଲେକ୍ସନଟା ରହିବ ପିଓରଲି ଆପଣଙ୍କର ମାର୍କିଂ ବେସିସ୍ରେ, ଆପଣଙ୍କର କ୍ୟାରିୟର ମାର୍କିଂ ଯେଉଁ ରହିଛି ଦଶମରୁ PG BEd ପର୍ଯ୍ୟନ୍ତ ସେଟା ସବୁ ଆପଣଙ୍କର ମାର୍କ ବେସିସ୍ରେ ଚୟନ ପ୍ରକ୍ରିୟା ରହିବ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ କ'ଣ କ'ଣ ସବୁ ଡକ୍ୟୁମେଣ୍ଟ ନେବେ ଆପଣ ରହିଲା ହାଇସ୍କୁଲ, +2, +3,
तापर आपणकर रहिला पीजी, तापर आपणकर रहिला बीडी, तापर आपणकर रहिला कंप्यूटर सर्टिफिकेट अछि तो भल कथा, नले किछि असुविधा नै। आपणकर एक्सपीरियंस सर्टिफिकेट अछि तो भल कथा, नले किछि असुविधा नै। आपण एही सब क्वालिफिकेशन जदि करछन्ती ताहले यार गोटे यार सब जेरॉक्स कॉपी, मार्कशीट आ सर्टिफिकेट रो, तापर आपणकर रहिला दुईटी रिसेंट पासपोर्ट साइज फोटो सहित आपनको आवेदन करिया पड़िबो। एठी देखि पारुछे 10/9/2025 शेष तारीख रहिछि। एठी देखि पारुछे बाय हैंड आपण आवेदन करिया पड़िबो। ऑफिस टाइम रे 10 ରୁ 4 भितर आपण कॉलेज विजिट करके आवेदन करिबाकू पड़िबो। बंधु आपनको डॉक्यूमेंट वेरिफिकेशन समय रे जते आपनकर चयन हो जाउछि सेते आपनको ओरिजिनल सर्टिफिकेट देखैबाकू पड़िबो। एठी देखिबे 10/9/2025 शेष तारीख रहिछि। किछि भी जदि असुविधा होछि आपण एही नंबर रे आपण जोगाजोग करि परिबे कॉलेज रो। एठी देखि पारुथिबे कॉलेज रो रहिछि, आउ ईमेल आईडी भी मध्य रहिछि बंधुगण। आउ पोस्ट रो एठी देखि पारुथिबे बहुत सारा सब्जेक्ट रहिछि आपनको पई पीजीटी रो। आउ बंधुगण एही वीडियोटी जदि आपनको भल लागिथिबो ताले लाइक करंतु। आउ आपण ए कहउथिबे एहार पीडीएफ टी कोड पाइबे, चलନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦଉଛି। डिस्क्रिप्शन रे लिंक अछि टेलीग्राम ग्रुप रो, ब्रजेंद्र सर ऑफिशियल टेलीग्राम ग्रुप। आपण आसिक एठी जॉइन हे जिवे, कारण आगु को आସୁथिबे समस्त वैकेंसी रो पीडीएफ टी एठी पाइ जिवे। बंधुगण एठी देखि पारुथिबे पीडीएफ गुडी को अपलोड करि दिया जाइछि। एठी देखि पारुथिबे 5/9/2025 नवरंगपुर जिला खाटीगुड़ा रे एठी पीडीएफ टी अपलोड कर दी जाइछि। एठी देखि पारुथिबे 5/9/2025 नवरंगपुर कंटामाल रे एठी पीडीएफ टी अपलोड कर दी जाइछि। एठी देखि पारुथिबे नवरंगपुर जिला फुफुगाम रो एडी पीडीएफ टी अपलोड कर दिया जाइछि। बंधुगण ए वीडियो टी जदि भल लागिथियो ताले लाइक करंतु, आउ आपनक संग मानक सहित शेयर करंतु, आउ आपनकर मतामत कमेंट सेक्शन में दियंतु। बंधुगण एही वीडियो टी देखिथिबारु आपनको अशेष अशेष धन्यवाद धन्यवाद धन्यवाद। जय जगन्नाथ।